ବାର 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 ନନା ବୋଉଙ୍କର 50 ବର୍ଷ ପୂରିଥିଲା। ଆଜି ଆମ ପାଇଁ ଆଜି ଭଣଜା ଭାଣିଜୀ ହିସାବରେ ମୁଁ ମୋର ନନା ବୋଉଙ୍କ ପରେ ଆମ ପାଇଁ ମାମୁଁ ଭାଇ ଅନ୍ୟମାନଙ୍କ ପାଇଁ ମାମୁଁ ଭାଇ ବି ଅଛନ୍ତି। ଆମେ ହାର୍ଟଲି ଡାକି ଦିଅନ୍ତି ମୋ ମାମୁଁ ଭାଇ ଆମ ପାଇଁ କ'ଣ ସେଟା ଆମେ କହିପାରିବୁନି ଭାଷାରେ। ଯେତିକି ସ୍ନେହ ପ୍ରେମ ଯାହା ବି ପାଇଛୁ ସେଟା ୱାର୍ଡ଼ରେ କହିହେବ। ମାମାକୁ ଦେଖିଲେ ନନାକୁ ଦେଖିଲେ ଭଲ ଲାଗେ, ଦେଖିଲେ ଖୁସି ହେଉଛି। 50 ବର୍ଷ ଅନୁଭୂତି ତ ଆମର ନାହିଁ, କିନ୍ତୁ ମାମାଙ୍କ ସେଥିରେ ଛୁଆବେଳେ ମୁଁ ବହୁତ ଭଲ ପିଲା ଥିଲି। ମାମୁଁ ଆସିଲେ ଲେଫ୍ଟରୁ ଆସିଲେ ମୁଁ ରାଇଟ୍ରୁ ବାହାରିଯାଏ। ମାମୁଁ ହେଉଛନ୍ତି ମୋର ସବୁଠୁ ବଡ଼ ସବୁ ପ୍ରିୟ ଥିଲେ। ମାଇଁକି କହନ୍ତି ଗୋଟେ ଓଡ଼ିଆରେ ଅଛି, ମାମୁଁ ମୋତେ ମାଇଲେ ମାମୁଁ ମାଇଁ ଦୁଧ ଭାତ ଖାଇବାକୁ ଦେବେ। ମାଇଁ ଗୋଟେ ଅପାର ସ୍ନେହ କରୁଛି, ସେଟା ବର୍ଣ୍ଣନୀୟ ନୁହେଁ। ମାନେ ମାଇଁକି ଏତେ ବୋର ବି କରିଥିବେ ଜନ୍ମ ଆମ ପଢ଼ିବା ପାଇଁ ମାଇଁ ମୋତେ କେତେ ପଢ଼େଇଥିବେ, ସେ ପଢ଼ି ପଢ଼ି ନିଜେ ବୋର ହେଉଥିବେ। ସେ ଅନୁଭବ ଗୋଟେ କହିହେବନି। ମାନେ ଆମେ ଦୁଃଖରେ ଦେଖିଛୁ, ମାନେ ସୁଖରେ ଗୋଟେ ମମେଙ୍କର ଇଏ ଥିଲା, ସେଇଥିରେ ବି ସେ ଆମକୁ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ସାଧାରଣ ମଣିଷ ଦେଇପାରିବେ, କେବେ ବି ଦେଇପାରିବେ। ଯେଉଁ ସଂଘର୍ଷ ଜୀବନ ଭିତରେ ଆମେ ଯେବେ ବି ସେ କେବଳ ମୁଁ ଫିଲ୍ କରିଦେଲି ଯେ ଗୋଟେ କିଛି ଲାଇଫରେ ଚାଲିଛି। ମାନେ ଭାଷା ନାହିଁ କହିବା ପାଇଁ। ଭଗବାନ କରନ୍ତୁ ତାଙ୍କ ଜୀବନ ଏମିତି ସୁଖମୟ ଥାଉ, ଆଉ ଆମ ପାଇଁ ସଦା ତାଙ୍କ ହାତ ଆଶୀର୍ବାଦ ଟେକିଥାନ୍ତୁ। ଧନ୍ୟବାଦ।